ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆମର ଭାତ ଦେଖନ୍ତୁ ହେଇଛି। ଭାତ ଏଠି ପିଆଜ ଲଙ୍କା ଲୁଣ, ଏଇଟା କଉ ମାଛ ଝୋଳ। ଡାଲି ହେଇଛି, ମୁଁ ଡାଲି ଆଣିନି କାରଣ ମୋତେ ଡାଲି ଭଲ ଲାଗେନା ଖାଇବାକୁ। ହରଡ଼ ଡାଲି ଖାଇବାକୁ ମୋତେ ଡକ୍ଟର ମନା କରିଛନ୍ତି। ବେଶୀ ଗଣ୍ଠି ଫଣ୍ଠି ମୋର ସବୁ ଦରଜ, ମୁଁ ଚାଲିପାରୁନି ତ, ସେଥିଲାଗି। ଏ କଉ ମାଛ ଝୋଳ ଦେଖନ୍ତୁ, ଏଇ କଉ ମାଛ ଝୋଳ। କଉ ମାଛଟା ଦେଖନ୍ତୁ, ଏଇଟା ସବୁ ଗୋଟେ ମାଛ 2 ପିସ୍ ଲେଖା ହେଇଛି। ମୁଣ୍ଡ ଆଉ ତା ଲାଞ୍ଜ 2 ପିସ୍ ଲେଖା ହେଇଛି। ତାକୁ ମୁଁ କ'ଣ କରିଛି ନା, ପ୍ରଥମେ ମାଛକୁ ଭାଜିଦେଲି। ପ୍ରଥମେ କଉ ମାଛଟାକୁ ମୁଁ ଭାଜିଦେଲି। ଆମର ତ ସବୁବେଳେ ରୋହି ଭାକୁର ଏମିତି ସବୁ ଆସେ। ଏଇଥରକ ପୁରୁଣା ମାଛ ବି ଆସେ, କିନ୍ତୁ ଏଇଥର କଉ ମାଛ ଆଣିଛନ୍ତି। ମୁଁ ସେ ମାଛଟାକୁ ପ୍ରଥମେ ଭାଜିଦେଲି। କହିଲେ ଏଇ ଗୋଟେ ନୂଆ ପ୍ରକାର, ଏଇଟା ଖାଇବା। ଏଇଟା ଗୋଟେ ହେଉଛି କ'ଣ କହୁଛନ୍ତି ୟାକୁ, ମାନେ ଚାଷ ହେଇଥିବା କଉ। ଇଏ ଆମର ଗଡ଼ିଆରେ ଯେଉଁ କଉ, ସେ କଉ ଇଏ ନୁହେଁ। ଆଜି ଆମେ ୟାକୁ ନୂଆ କରି ଖାଇବୁ। ଏଇଟା ଆଜି ନୂଆ କରି ଖିଆ ହେବ। ଏଇ ମାଛଟା ଏଇଟା କେମିତି ଟେଷ୍ଟ ଦେଖିବା। ଟେଷ୍ଟ ଦେଖିବା। ତାକୁ ଭାଜିଦେଲି, ତାପରେ ସେଠୁ ବିଲାତି ଆଉ ଦେଇକି ଟିକେ ଜାରିଦେଲି, ତେଲ ଫୁଟଣ ହେରିକା ପକେଇକିରି। ତାପରେ ସେଠୁ କ'ଣ କଲି ନା, ସୋରିଷ ବାଟଣ ଟିକେ ପକେଇଲି। ସୋରିଷରେ ତ ବେଶୀ ଜାରିବା ତ ନାହିଁ, ପିତା ହେଇଯିବ। ଅଳ୍ପ ଟିକେ ଖାଲି ଏପଟେ କରି ପାଣି ଦେଇଦେଲି। ତାପରେ ପାଣି ଫୁଟିଗଲା, ଯେମିତି ମାଛକୁ ପକେଇ ମସଲାରେ ଫୁଟିଗଲା, ସେସବୁ ଲୁଣ ହଳଦୀ ସବୁ ପକେଇ ଦେଇଥିଲି। ତାପରେ କ'ଣ ନା, ମାଛକୁ ପକେଇଦେଲି। ମାଛ ଯେମିତି ଟିକେ ଫୁଟିଗଲା, ଅଳ୍ପ ସମୟରେ ଝୋଳ ମରି ଆସିଲା। ତାପରେ ସେଠୁ କ'ଣ କଲି ନା, ଟିକେ ଧଣିଆ ପତ୍ର ଲାଷ୍ଟକୁ ଦେଇଦେଲି। ଆଉ ଦେଖିବା କେମିତି ମାଛଟା କ'ଣ ଲାଗୁଛି, କେମିତି ଦେଖିବା। ଭଲ ଲାଗୁଛି। ମନଟା ଡର ଥିଲା, ତାହେଲେ ଭଲ ଲାଗିବ ନ ଲାଗିବ। ଭଲ ଲାଗୁଛି। ଆପଣଙ୍କ ଏରିଆରେ ମାଛ ମିଳୁଛି ନା ନାହିଁ? ଆମ ମାର୍କେଟରେ ମାଛଟା ଆସିଥିଲା, ଆମେ କହିଛି ଆଜି ଆସୁଛି ନୂଆ। ଆମେ କରିକି ଖାଉଛୁ। ଆପଣ ଜାଣି ଖାଇବେ, କହିବେ କେମିତି ଲାଗୁଛି। ଥ୍ୟାଙ୍କ ୟୁ।